ଓଡ଼ିଶାକୁ ଏଭଳି ଗୋଟେ ସୁଯୋଗ ଦେଇଛନ୍ତି। ଓଡ଼ିଶାର ଯେଉଁ ପ୍ରକୃତି ଆମକୁ ଯାହା ଦେଇଛି ତାର ସଦ୍ବିନିଯୋଗ କରିବା ପାଇଁ ଅପାର ସମ୍ଭାବନା ଯେଉଁ ଅଛି ଟୁରିଜିମ୍ ଏବଂ ଅନ୍ୟାନ୍ୟ ଶିଳ୍ପ କ୍ଷେତ୍ରରେ ଗୋଟେ ବ୍ୟାପକ ଇନଭେଷ୍ଟମେଣ୍ଟ ହେବ ଆଉ ସାରା ବିଶ୍ୱ ଓଡ଼ିଶା ବିଶ୍ୱ ମାনଚିତ୍ରରେ ଓଡ଼ିଶା ସ୍ଥାନ ପାଇଛି। ଇଏ ଗୋଟେ ସୌଭାଗ୍ୟର ବିଷୟ। ନିଶ୍ଚିତ ଭାବରେ ପ୍ରଧାନମନ୍ତ୍ରୀ ଆଜି ଉଦ୍ଘାଟନ କରିବାକୁ ଆସୁଛନ୍ତି। ଆମେ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛୁ, ଅଭିନନ୍ଦନ ଜଣାଉଛୁ ଏବଂ ନିଶ୍ଚିତ ଭାବରେ ଇଏ କାର୍ଯ୍ୟକ୍ରମ ଓଡ଼ିଶା ପାଇଁ ଗୋଟେ ମାଇଲଷ୍ଟୋନ୍ ହେବ। ଯେଉଁ ସମୃଦ୍ଧ ଓଡ଼ିଶା 1 ନମ୍ବର ରାଜ୍ୟ ଓଡ଼ିଶା ହେବ ତା ପାଇଁ ଏଇଟା ଗୋଟେ ବହୁତ ବଡ଼ ଆମ ବଡ଼ ପାହାଚ ହେବ, ଗୋଟେ ଷ୍ଟେପ୍। ପୂର୍ବାଞ୍ଚଳ ରାଜ୍ୟ ଭିତରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠି ଆୟୋଜନ କରାଗଲା। ନିଶ୍ଚିତ ଭାବରେ ପ୍ରଥମ ଥର ସୁଯୋଗ ମିଳିଛି। ମାସେ ଭିତରେ 3ଟା ବଡ଼ ବଡ଼ କାର୍ଯ୍ୟକ୍ରମ, ଏଇଟା ବହୁତ ବଡ଼ କାର୍ଯ୍ୟକ୍ରମ। ନିର୍ବାଚନ ପୂର୍ବରୁ ଅନେକ କିଛି ପ୍ରତିଶ୍ରୁତି ଦେଇଥିଲେ, এই ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ମାଧ୍ୟମରେ ସେ ପ୍ରତିଶ୍ରୁତି ପୂରା ହେବା ପାଇଁ ଯାଉଛି। ଆମେ ସବୁ ଯାହା କହିଛୁ ଆମେ କହିଛୁ ଯେ 6 ମାସ ଭିତରେ ଆମେ ଅଧିକାଂଶ କାମ କରିବା ଆରମ୍ଭ କରୁଛୁ। ସବୁ କାମ କରିବୁ, ଆହୁରି ଯୋଉଟା ସଂକଳ୍ପତା ନାହିଁ ତାଠୁ ଅଧିକ କାମ ହେବ ଓଡ଼ିଶାରେ।